ସାଙ୍ଗମାନେ ମୁଁ ଆଜି ଆପଣଙ୍କ ସହ ଭକ୍ତ ଆଉ ଭଗବାନଙ୍କର ଗୋଟିଏ ଏପରି କାହାଣୀ ଆଲୋଚନା କରିବାକୁ ଯାଉଛି ଯେଉଁ କାହାଣୀଟି ଆପଣ ସମ୍ପୂର୍ଣ୍ଣ ଶୁଣିଲା ପରେ ଭାବବିହ୍ୱଳ ହେଇଯିବେ। ଆଜିର ଭିଡ଼ିଓଟି ଟିକେ ଲଙ୍ଗ ହେଇପାରେ କିନ୍ତୁ ଆପଣଙ୍କ ପାଇଁ ବହୁତ ମହତ୍ୱପୂର୍ଣ୍ଣ। ତେଣୁ ରିକ୍ୱେଷ୍ଟ ଗୋଟିଏ ଯେ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ନିହାତି ଦେଖନ୍ତୁ। ମୁଁ କ'ଣ କରିବି ପ୍ରଭୁ, କେବଳ ଆପଣଙ୍କୁ ଛାଡ଼ିଦେଲେ ଏ ଦୁନିଆରେ ମୋର ଆଉ କେହି ବି ନାହାନ୍ତି। ଏତେ ବଡ଼ ଦୁନିଆରେ ଯେତେବେଳେ ସମସ୍ତେ ମୋ ହାତ ଛାଡ଼ି ଦେଇଥିଲେ ବା ମୋଠୁ ଦୂରେଇ ଯାଇଥିଲେ, ସେତେବେଳେ ଆପଣ ହିଁ ମୋ ପାଖରେ ଥିଲେ। ଯେମିତି ଗୋଟିଏ ଶିଶୁ ତାର ମାଆକୁ ହରାଇ ଏ ବିଶାଳ ଜଗତରେ ନିଜକୁ ଭୟଭୀତ ମନେ କରେ, ମୁଁ ବି ସେମିତି ଜଗତରେ ସମସ୍ତଙ୍କୁ ହରାଇ ନିଜକୁ ଭୟଭୀତ ମନେ କରୁଛି। ଆସିକରି ମୋ ହାତ ଧରି ନିଅନ୍ତୁ ପ୍ରଭୁ। ମୁଁ ତ ଏମିତି ଯୋଗ୍ୟ ନୁହେଁ ଯେ ଆପଣ ମୋତେ ଭେଟିବାକୁ ଆସିବେ, ତଥାପି ମୁଁ ଆପଣଙ୍କୁ ଦେଖିବାକୁ ଚାହୁଁଛି। କୃପା କରି ମୋତେ ଦର୍ଶନ ଦିଅନ୍ତୁ ହେ ନାଥ। ଏହି ଚିତ୍କାରଟି ଭକ୍ତ ପ୍ରହ୍ଲାଦ ନଥିଲା ଆଜ୍ଞା, ବରଂ ଏହି ଚିତ୍କାରଟି ସେହି ଭକ୍ତମାନଙ୍କର ଯେଉଁ ଭକ୍ତମାନେ ଏ ସାରା ଜଗତରେ ସମସ୍ତଙ୍କୁ ହରାଇ ନିଜକୁ ଏକଲା ମନେ କରୁଛନ୍ତି। ଆଉ ସବୁଠୁ ବଡ଼ କଥା ଆଜ୍ଞା, ଭଗବାନ ଏହିଭଳି ଭକ୍ତମାନଙ୍କର ସଦାସର୍ବଦା ଦାସ ହୋଇ ରହିବାକୁ ପସନ୍ଦ କରିଥାନ୍ତି। ଯଦି କଥାଟି ଆପଣଙ୍କ ପସନ୍ଦ ଆସିଥାଏ ତାହେଲେ ଭକ୍ତିରେ ଜୟ ଜଗନ୍ନାଥ ନିହାତି ଲେଖନ୍ତୁ। ଆଉ ଗୋଟେ କଥା ଆଜ୍ଞା, କେବେ ବି ନିଜକୁ ଏକଲା ମନେ କରିବେ ନାହିଁ, ଆଉ ସଦାସର୍ବଦା ଭଗବାନଙ୍କ ଉପରେ ବିଶ୍ୱାସ ରଖିବେ। ଜୟ ଜଗନ୍ନାଥ।